ମୋ ନାଁ ହଉଛି ମମତା ସାମଲ, ଘର ରାଘପୁର ଶାଳା ପୀଠ। ଯେ ପଚାରିଲେ କହିବି ସେ ଆପଣ ଆସିଲେ କେମିତି କଣ ଏଇ ଯୋଉ ପୀଠ ଆମେ ଜାଣିଛୁ ମହାନଦୀ କୂଳରେ ଇଏ ହଉଛି ତୁଳସୀ ଗଛ କଥା କୁହାଯାଏ, এটা ପ୍ରାୟ ସତ୍ୟ ବା ତ୍ରେତା ଯୁଗର ବା ଦ୍ୱାପର ଯୁଗର ମଧ୍ୟ କହୁଛନ୍ତି। ଏଇଟା ପ୍ରକୃତିରେ କୋଉ ସମୟରେ ହେଇଛି ଏବଂ କେତେ ଫୁଟର ଗଛ? ଇଏ ବାପା ତ ଅନୁମାନରେ ରହୁଛି ତାର କଣ କହି ପିଠିରେ ଆପଣ ଆସିଲେ, କାହିଁକି ଆସିଲେ, କେମିତି କଣ? ଏ ତ ବଣ ଜଙ୍ଗଲ ଭିତରେ ଥିଲା ଯେ ଆମର ନୃସିଂହ ଠାକୁରେ ପୂବ ଗଛ, ସେ ନିଜେ ବାବା ରୂପରେ ଆସି ମୋ ହାତକୁ ଧରିକି ଆଣି ଗଛ ଚିହ୍ନଟ କରିଥିଲେ। କେବେ? ସେ ହେଇଗଲା 2023। ଆଜ୍ଞା। ଆଚ୍ଛା, କୋଉ ମାସ ସେମିତି ନିର୍ଦ୍ଦିଷ୍ଟ ମନେ ଅଛି? ଆମର ବାହୁଡା ଯାତ୍ରା ଏଠିକି ତାପରେ ବାହୁଡା ଯାତ୍ରା ଆମର ବାହୁଡା ଦିନ ତୁଳସୀ ଯେତେବେଳେ ଠାକୁରଙ୍କ ନିର୍ଦ୍ଦେଶ ହେଲା ଆମେ ପୁରୀ ଗଲୁ। ପୁରୀ ମୁକ୍ତି ମଣ୍ଡପକୁ ଗଲୁ, ପଣ୍ଡିତ ମାନଙ୍କୁ ପଚାରିଲୁ, ଆଜ୍ଞା ଏମିତିଆ ନିର୍ଦ୍ଦେଶ ହେଇଛି ଯେ ଆମେ ତୁଳସୀ ଆଣିବୁ ଜଗନ୍ନାଥଙ୍କ ଚର୍ଚିତ ବେଶ ପାଇଁ, କୋଉ ଦିନ ଆଣିଲେ ଆଜ୍ଞା ଠିକ ହବ? ସେ କହିଲେ ବାହୁଡା ଦିନ ତମେ ଚୟନ କରିବ ତୁଳସୀ, ବାହୁଡା ଏକାଦଶୀ ଦିନ ଆସିକିରି ଜଗନ୍ନାଥଙ୍କୁ ଚର୍ଚିତ ବେଶ କରେଇବ। ଆମେ ବାହୁଡା ଦିନ ତୁଳସୀ ଚୟନ କରି ବାହୁଡା ଏକାଦଶୀ ଦିନ ନେଇକି ପ୍ରଭୁଙ୍କୁ ଅର୍ପଣ କରିଥିଲୁ। ଏଠି ଯେତେବେଳେ ସେଠି କହିଲ କାହା ନିର୍ଦ୍ଦେଶ କ୍ରମେ? ଆମର ମଧ୍ୟ ଗଛ ଯୋଉ ଅଛନ୍ତି ଲକ୍ଷ୍ମୀ ନୃସିଂହ, ଲକ୍ଷ୍ମୀ ନୃସିଂହଙ୍କର ନିର୍ଦ୍ଦେଶରେ ମାଙ୍କୁ ନିର୍ଦ୍ଦେଶ ହେଲା, ସ୍ୱପ୍ନାଦେଶରେ ଠାକୁର ଆଣିକିରି ଗଛ ଚିହ୍ନଟ କରିକି କହିଗଲେ ଯେ ଏଇ ଗୟା ତୁଳସୀକୁ, ଗଙ୍ଗା ତୁଳସୀକୁ ନେଇକିରି ଜଗନ୍ନାଥଙ୍କୁ ଚର୍ଚିତ ବେଶ କରିବ। ଏଠି ତାପରେ ଏଠି ଅନେକ ସାଧୁ ସନ୍ଥ ଆସିଲେଣି, ଅନେକ ମଧ୍ୟ ଯିଏ ଆସୁଛନ୍ତି, ରିସର୍ଚ୍ଚ ଚାଲିଛି ଆ ଉପରେ। ପ୍ରକୃତରେ କଣ କଣ ଏଠି କାର୍ଯ୍ୟକ୍ରମ ହେଲାଣି ସେଇ ଦିନଠାରୁ ଆଜି ପର୍ଯ୍ୟନ୍ତ? କାର୍ଯ୍ୟକ୍ରମ ଆଜ୍ଞା ଆମର ପ୍ରତି ସଂକ୍ରାନ୍ତି ଦିନ ହୋମ କାର୍ଯ୍ୟ କରାଯାଏ। ପ୍ରତିଦିନ ପ୍ରଭାତରେ ମାଙ୍କର ସେବା ଅର୍ଚ୍ଚନା କରାଯାଏ, ଧୂପ ଦୀପ ପ୍ରଦାନ କରାଯାଏ, ସନ୍ଧ୍ୟା ଆଳତି କରାଯାଏ, ଧୂପ ଦୀପ ପ୍ରଦାନ କରାଯାଏ। ଏଇ ପ୍ରକାର 4 ମାସ ହେଲାଣି ଚାଲିଛି ଆଉ। ଆଗକୁ ସେ ଯୋଉ ଆସୁଛନ୍ତି ସାଧୁ ସନ୍ଥ ମାନେ ଏଇ ଗଛକୁ ନେଇକି ସେ କଣ ମନ୍ତବ୍ୟ ତାଙ୍କର ରଖିଛନ୍ତି? ମନ୍ତବ୍ୟ ଆଜ୍ଞା ଆମେ ତ ମନ୍ତବ୍ୟ ରଖିଛୁ ଯେ ମାଙ୍କର ପ୍ରଚାରଟା ଆଗକୁ ଆଗକୁ ଯାଉ, ମାଙ୍କର କିଛି ଉପକୃତ ହଉ, ଯେ ସମସ୍ତେ ଭକ୍ତ ମାନେ ମାଙ୍କୁ ଦର୍ଶନ କରିକିରି ସେମାନଙ୍କର ମନସ୍କାମନା ସଫଳତା ହଉ। ଆଚ୍ଛା, ଏଠି ଆପଣ କେବେଠୁ ରହିଲେଣି ପୂଜା ସେବାରେ? ତ ବଣ ଜଙ୍ଗଲ ହେଇ ପଡିଛି ଆଜ୍ଞା। ଆମେ 2025ରେ ତୁଳସୀ ଯାତ୍ରା କଲୁ। ଯାତ୍ରା କଲା ପରେ ଚଳିତ ବର୍ଷ, ଏଇ ବର୍ଷ ଆଜ୍ଞା 8 ଦିନ ପରେ ଜଣେ ଭକ୍ତ ଆସିକି ପହଞ୍ଚିଲେ, କହିଲେ ଏଠି ଆଉଥରେ ପୂଜା ଅର୍ଚ୍ଚନା କରିବା, ଏ ଜଙ୍ଗଲକୁ ସଫା କର। ଆମେ ଆଜ୍ଞା ଯାହାକୁ କହିଲୁ ସେ କହିଲେ ନା ଆମେ ସେଠି କରିପାରିବୁ ନା, ଏଠି ବହୁତ ଅଛନ୍ତି ମାନେ ସାପ। ତାପରେ ଆମେ ମାଙ୍କର ମୋର ଆଉ ଜଣେ ନନା ସିଏ ଆସିକିରି ଏଠି ସଫା କରିକିରି ଆମେ ଗଲୁ। ତାପରେ ପୂଜା ଅର୍ଚ୍ଚନା କରାଗଲା। ଆଚ୍ଛା, ସେଇ ଦିନ ଠାରୁ ଆପଣ ଆଜି ପର୍ଯ୍ୟନ୍ତ ଚାଲିଛି। ଆପଣ ଏଇଠି ଗୋଟେ ଘରଟି ମଧ୍ୟ କରିଛନ୍ତି, ସେଠି କଣ ରାତିରେ? ଆଜ୍ଞା ଏଇ ଯୋଉ ବର୍ଷା ଫର୍ଷା ହଉଛି, ଧର ଭକ୍ତ ମାନେ ଆସିବେ, ଆସିଲେ ଗୋଟେ ଆଶ୍ରୟ ନବା ପାଇଁ କିଛି ନଥିଲା ତ, ଇଏ ଯୋଉ ଲୋକମାନଙ୍କୁ ଆମେ ମାଗୁଣି କଲୁ, ସେମାନେ କିଛି ବାଉଁଶ ଅନୁଦାନ କଲେ, ଆଉ ଏ ପାଲଟା ପଡିକିରି ଗୋଟେ ଛୋଟ କୁଡିଆ ତିଆରି କରାଯାଇଛି ମାଙ୍କ ପାଖରେ। ଆଚ୍ଛା, ସେଇଦିନ ଠାରୁ ଆଜି ପର୍ଯ୍ୟନ୍ତ ଆପଣ ଏଠି ତାଙ୍କ ସେବାରେ ରହିଛନ୍ତି, କଣ କିଛି ଆଶ୍ଚର୍ଯ୍ୟ ଅଲୌକିକ କିଛି ନିର୍ଦ୍ଦେଶ ହେଇଛି ନା କିଛି ଆପଣଙ୍କୁ? ଆଜ୍ଞା ଆସନ୍ତା ମାସ 20 ତାରିଖରେ ଆମେ ଏଇଠି ବସିଛୁ 6 ଜଣ। ଗତ ମାସ? ଆଜ୍ଞା। ବଜ୍ରପାତ ହେଲା, ଗଛ ଘଡଘଡି ମାରିଲା, ଘଡଘଡି ମାରିବା ଫଳରେ ଗୋଟେ ତାଳ ଗଛକୁ ଫାଡ଼ିଦେଲା, ଗୋଟେ ଜନ୍ଦା ଖାଇ ଗଛରେ ବାଜିକିରି ସେ ମରିଗଲା। ନିର୍ଦ୍ଦିଷ୍ଟ କୋଉ ସ୍ଥାନ? ଏଇ ଜାଗା ଆଜ୍ଞା ଦେଖେଇଦେବି, ଆସନ୍ତୁ। ଗଛ ଦେହରେ ବାଜି ଖସିଲା ପରେ ଏଇଠି ପଡିଲା। ଇଏ ଯୋଉ ତୁଳସୀ ଗଛ ଲଗା ହେଇଛି, 3ଟା ତୁଳସୀ ଗଛ ଜଳିଗଲା। କୋଉ ଜାଗାଟା ନିର୍ଦ୍ଦିଷ୍ଟ ଦେଖିବେ? ଆଜ୍ଞା ଦେଖନ୍ତୁ, ଏଇପଟକୁ ଆସନ୍ତୁ।
ଏଇଠି ଦେଖନ୍ତୁ ସେଇ ତାଳ ଗଛ ଦିହରେ ବାଜିଲା ସେ ଯୋଉ ଜନ୍ଦା ଖାଇ ଗଛ ଦିହରେ ବାଜିଲା ସିଏ ମରିଗଲାଣି କିନ୍ତୁ ଏଇଠି ଆସିକି ମାଡ ହେଲା ପରେ ଏଇ ପଟରେ ଗଲା ପରେ ଆଜ୍ଞା ଏଇ ପଟରେ ଗଲା ଏଇ ପଟକୁ ଆସନ୍ତୁ ତା ପୂର୍ବରୁ ଟିକେ ନେଇଯିବା ଏଇ ଜାଗାରେ ଏଇ ଯୋଉ କ୍ଷୀର ଦିଆ ହଉଛି ଏଇ ଯୋଉ ପାଣି ଦିଆ ହେଇଛି ଆଜ୍ଞା ଏଠି ତ ଶ୍ଵେତ ନାଗ କଳା ନାଗ ଆଉ ହଳଦିଆ ନାଗ ଆଜ୍ଞା ଆଚ୍ଛା ତାକୁ ଆପଣ ଦର୍ଶନ କରୁଛନ୍ତି ଆଜ୍ଞା ସେ କିଛି କୌଣସି ଆଜି ନା ଆପଣ ସମୟ ଆଉ ଅନ୍ୟ ଭକ୍ତ ମାନେ ଯିଏ ଆସୁଛନ୍ତି ସେମାନେ କାହାରି ଅସୁବିଧା କରୁନାହାନ୍ତି ଅସୁବିଧା କଥା କହୁନି ସେମାନେ ଦର୍ଶନ କରୁଛନ୍ତି ନା କେବଳ ଆପଣ ଆମେ ଆଜ୍ଞା କହିପାରିବୁନି କିଏ ଆସୁଥିବେ କେତେବେଳେ ଦର୍ଶନ କରୁଥିବେ କିନ୍ତୁ ଆମେ ଦୁଷ୍ଟି ଗୋଚରରେ ଆମେ ଯାହା ଅନୁଭବ କରୁଛୁ ଦର୍ଶନ କରୁଛନ୍ତି ଆଜ୍ଞା ଆମେ ସମୟରେ ବାହାରନ୍ତି ସେମିତି ନିର୍ଦ୍ଦିଷ୍ଟ ସମୟ ନାଇଁ ଆଜ୍ଞା ମାନେ ସେ କହିହବନି ସେମିତି କହିହବନି ଆମେ ଯୋଉ ପୂଜା ଅର୍ଚ୍ଚନା କରୁଥିଲୁ ଜଣେ ସେ ଗୌଡଘର ମା ସେ ଗାଈ ଚରଉଥିଲେ ତାଙ୍କର ଛୁତିଖିଆ ସିଏ ଚକଡା ଭିତରକୁ ପଶି ଆଇଲେ ବୋଲି ସିଧା ବାହାରିଲେ କଳା ନାଗ ଗୋଡେଇକିରି ଗଲେ ତାଙ୍କୁ ଗୋଡେଇ ଗଲା ପରେ ସେ ପଡିକିରି ବେହୋସ ହେଇଗଲେ ତା କାରଣ ଛୁତିଖିଆ ଥିଲା ତାଙ୍କର ଅଶୌଚରେ ଥିଲେ ଯେହେତୁ ସେ ବାହାରିଲେ ତାପରେ ଆମେ ଦେଖିଲୁ କଣ ବେହୋସ ହେଇଗଲା ନା ସିଏ ସେତେବେଳକୁ ଆସି ଗାତ ଭିତରେ ପଶିଗଲେ ତାପରେ ଯୋଉ ପୂଜା ସମୟରେ କଣ ହେଇଛି ନା ପାଲେରେ ସବୁ ଲୋକମାନେ ବସିଛନ୍ତି ସେ ପାଲ ଦେହରେ ଶୋଇଛନ୍ତି ଠାକୁର କେହି ଦେଖିନାହାନ୍ତି ପାଲ ଦେହରେ ବସିଛନ୍ତି ତାଙ୍କ ଡାଙ୍ଗ ଦେହରେ ଖେଞ୍ଚିଲା ବେଳକୁ ସିଏ ଯେତେବେଳେ ଉଠିଲେ ସଂକିନା ହେଇକିରି ସେଠୁ ପୁଣି ଆଣିକି ଏଇ ଗାଡ ଦେହରେ ପୁରା ଗଲା ସେ ଯୋଉ ଜାଣିଲେ କେମିତି ଆପଣ ସେ ଯୋଉ ଅଶୌଚ ଥିଲା ବୋଲି ସେ କହିଲାନି ଯେ ସେ କହିଲା ଆମର ହଁ କହିଲା ଆମେ ପଚାରିଲୁ କଣ ପାଇଁ ଗୋଡେଇ ଗଲେ ନା ଆମର ଛୁତିଖିଆ ହେଇଥିଲା ମୁଁ ଜାଣିନି ପଶିଗଲି ଆଉ ଏଇଠିକି ଆଜ୍ଞା ଆସନ୍ତୁ ଏଇଠି ଦେଖନ୍ତୁ ସେଇଠୁ ଖସିକିରି ଆସିଛି ଆରି ଭିତରେ ପଶିକି ଏ ଶାଢୀ ଭିତରେ ଏ ଶାଢୀ ଟାକୁ ପୋଡିଦେଲା ଗୋଟେ ନୀଳ ଶାଢୀ ପିନ୍ଧିଥିଲା ଏ ତୁଳସୀ ଗଛ 3ଟା ଲଗା ହେଇଥିଲା ତୁଳସୀ ଗଛ ଜଳିଗଲା କିନ୍ତୁ ଆଜ୍ଞା ଦେଖନ୍ତୁ ଗଛର କିଛି ହେଇନି ତାଙ୍କର କିଛି ମହତ୍ଵ ଅଛି ମାଙ୍କର ବୋଲି ଗଛର କିଛି ହେଇନି ତାପରେ 6 ଜଣ ବି ଆମେ ଏଠୁ ବଞ୍ଚିକି ତୁଳସୀ ଗଛ ପୋଡି ଯାଇଥିଲା ଏବେ ଇଏ ଦିଟା ନୂଆ ଲଗା ହେଇଛି ତାପରେ ମାଙ୍କର ଏଠି ବି ଆମେ ଶଙ୍କା ଦିଆ ହୁଏ ପାଣି ଚୁଡି ପ୍ରମାଣ ପାଇଲୁ ଏଠି ତ ଆମେ ସବୁବେଳେ ମାନେ କେମିତି ଭାଙ୍ଗିକି ପଡିଛି ମାଙ୍କର ହାତରେ ବାଧା ହେଇଛି କଣ ହେଇଛି ପରେ ତା ପରଦିନ ଆମେ ଆସିକି ଦେଖିଲା ବେଳକୁ ପୁରା ନାଲି ଚୁଡି ଯେ ମଣିଷ ତାକୁ ପିନ୍ଧନ୍ତି ନା ପୁରା ରକ୍ତ ସେ ଚୁଡିକି ନେଇକିରି ଆମେ ରଖିଛୁ ଏବେ ବି ଦେଖେଇବ ଘରେ ରଖିଦେଇଛୁ ବାବା ଏଇଠି ଆଜ୍ଞା ଦେଖନ୍ତୁ ଏଇ ଚକ୍ର ଚିହ୍ନ ଦେଖନ୍ତୁ ବାପା ଟିକେ ଆଗକୁ ଆଜ୍ଞା ଚକ୍ର ଚିହ୍ନ ଏଠିକି ଆସନ୍ତୁ ଏଇଠି ଆଜ୍ଞା ଦେଖନ୍ତୁ ଶଙ୍ଖ ଦେଖିଲେ ଆଜ୍ଞା ଏଠି ଦେଖନ୍ତୁ ଓମ୍ ଲେଖା ହେଇଛି ଓମ୍ ଦେଖନ୍ତୁ ପୁରା ପର୍ଟିକୁଲାର ଓମ୍ ଏଠିକି ଆସନ୍ତୁ ସେଇପଟେ ସପ୍ତଭୂମି ଅଛି ଏଇଠିକି ଆଜ୍ଞା ଦେଖନ୍ତୁ ସେଇ ଉପରୁ ଏଇ ଯୋଉ ମକା ପାଖକୁ ଆଉ ଟିକେ ଜଷ୍ଟ ଉପରକୁ ଦେଖନ୍ତୁ ସେଠି ଗୋଟେ ଲିଙ୍ଗ ଭଳିଆ ଦେଖା ହଉଛି ଶିବଲିଙ୍ଗ ଭଳିଆ ଏଇଠିକି ଏଇଠି ବାବା ଦେଖ ଏ ସପ୍ତଭୂମି ଚିହ୍ନ ଗୁଡା ସବୁ ଫିଟିଗଲାଣି କେବେ ହବ ବୋଲି ଆଜ୍ଞା ଆମେ ତ ସେମିତି କିଛି କହିପାରିବୁନି ଆମେ ସାମାନ୍ୟ ମଣିଷ କିନ୍ତୁ ପ୍ରଭୁଙ୍କର ଯେତେବେଳେ ନିର୍ଦ୍ଦେଶ ହେଲା ପରେ କିଛି ପ୍ରଚଳିତ ହେଲା ଆଗକୁ କଣ ହବ ସେଇଟା ପ୍ରଭୁଙ୍କ ଉପରେ ଇଚ୍ଛା ତଥାପି ଆଜ୍ଞା ଆସୁଛନ୍ତି ସେମାନଙ୍କର କିଛି ସିଏ କହୁଛନ୍ତି ଯେ ବ୍ରହ୍ମଜ୍ଞାନ କୈବର୍ତ୍ତ ଗୀତା 24 ଅଧ୍ୟାୟରେ ଅଛି ମହାବ୍ରହ୍ମଜ୍ଞାନ କୁଣ୍ଡଳିନୀ ମାଳିକା 13 ଅଧ୍ୟାୟରେ ଅଛି ତୁଳସୀର ପ୍ରମାଣ ଇଏ ହଉଛି ବାଲିସାହି ଗ୍ରାମ ରାଘପୁର ଚିତ୍ରତୋଳା ନଦୀ କୂଳ ଇଏ ଆଜ୍ଞା ଯେତେବେଳେ ରୁକ୍ମଣୀ କି ଶିଶୁପାଳ ଆସିଥିଲେ ବିବାହ ହେବା ପାଇଁ ସିଏ କୃଷ୍ଣଙ୍କ କତିକି ନାରଦ ହାତରେ ଗୋଟେ ଚିଠି ଲେଖିକି ପଠେଇଥିଲେ ଯେ ମୁଁ କୃଷ୍ଣଙ୍କ ଛଡା ଦ୍ୱିତୀୟ ବିବାହ କାହାକୁ କରିବି ନାହିଁ କୃଷ୍ଣଚନ୍ଦ୍ର ଆସିକିରି ସେତେବେଳେ ଆଜ୍ଞା ବୋହୂ ମାନେ ଝିଅ ମାନେ ଯେତେବେଳେ ବାହା ହୁଅନ୍ତି ସିଏ ନିଜେ ବୋହୂ ବେଶ ସାଜିକିରି ଗ୍ରାମ ଦେବତୀ ପାଖକୁ ପାଣି ତୋଳିବା ପାଇଁ ଯାଆନ୍ତି ଏଇ ସମୟରେ କୃଷ୍ଣଚନ୍ଦ୍ର ତାଙ୍କୁ ଠାକୁର ନେଇଗଲା ପରେ ଶିଶୁପାଳ କ୍ରୋଧିତ ହେଇକିରି ତାଙ୍କ ସହିତ ଯୁଦ୍ଧ ଘୋଷଣା କଲେ ବଳରାମ ତାଙ୍କ ସହିତ ଯୁଦ୍ଧ ବି ଆରମ୍ଭ କଲେ ସବୁ ଯାକ ସୈନ୍ୟ ଛାଣିକିରି ଆଣିଥିବାରୁ ସେ ଗ୍ରାମ ନାମ ହେଲା ଛାଣିପୁର ସିଏ ଏଇଠି ପରାସ୍ତ ହେଇକିରି ବାହା ହେଇ ପାରିଲେନି ଶିଶୁପାଳ ହେଇକି ଫେରିଲେ ଗ୍ରାମ ନାମ ହେଲା ଶିଶୁଆ ଆଜ୍ଞା ଆଜ୍ଞା ସେମିତି ଆଜ୍ଞା ଆମେ ତ ସାମାନ୍ୟ ମଣିଷ କଣ କହିବୁ ଆଉ ଗୋଟେ କଥା କୁହାଯାଏ କି
प्रकाश पाइलानी आज्ञा निश्चित तार समय निश्चित आज्ञा प्रभुंकर आज्ञा तथापि 2026 ठारू आरंभ हो आज्ञा 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 ସେଇ ପ୍ରଭୁ ଏଇଠି ଯୋଉଠି ସେବା ହଉଛି ଆଜ୍ଞା ନିଜେ ହଉଛି ମୋ ବାପା ଶାଳାଙ୍କର କାଳିଛି ମୁଁ କୁହେନି କିଛି ଆଉ କଣ ଧନ କହିବି ଜାଣି ମା ବି ସେଇ ମା କୁ ମୁଁ ଧରି ସାଇଲିଣି ମା ସେ କାହାର ସିଏ ଜାଣିଛି ମୁଁ କାହାର ସିଏ ଜାଣିଛି ଆମେ କଣ ହଗୁ ହବ ବି କହିପାରିବୁନି ନା ମା ବାପା ଶକ୍ତି ହଉଛି ତାଙ୍କର କିଛିଟା କହ ଏଠି କଣଟା ହେଇପାରେ ଆଉ ଗୋଟେ ନିର୍ଦ୍ଦେଶ କାହିଁ ଲୁଚିକି ରହିଛି ଦକ୍ଷ ଯଜ୍ଞ କେମିତି ହବ କେମିତି ଭକ୍ତ ମାନେ ଏଠି ସହଯୋଗ କରିବେ ସେ ଯଜ୍ଞ କରିଥିଲେ କିଏ ସେଇ ପାଇଁ ଆମେ ଟିକେ ଅପେକ୍ଷା ରହିଛୁ ମା ଟିକେ କହ କଣ ଆଉ ମା କଣ କହ ଏଇ ସମୟ ଆସିନଥିଲା ମୋର ଏଠିକି ଆସିବାର ବି ବେଳ ନଥିଲା ଆଜି ସେ ଅର୍ଜୁନ ଆମ ଘରେ ଆସି ନ ପହଞ୍ଚନ୍ତି ନା ମୁଁ ଏଠିକି ନ ଆସେ ସିଏ ମତେ କହିଲା ଆଜି ନାଗର ଚତୁର୍ଥୀ ଆଜି ଏଠିକି ଯିବାକୁ ପଡିବା ପିଛୁକୁ ଯିବା ସିଏ ତାଙ୍କ ନିଜେ ସିଏ ଟାଣିକି ଆଣିଛନ୍ତି ମୁଁ ବି ଜାଣିନି ମୁଁ ଆସିଲି ମୁଁ ବି ଜାଣିନଥିଲି ସିଏ ହଠାତ୍ ଆସି ଆମ ଘରେ ପହଞ୍ଚି ମା ବାହାରେ ଯିବା ସେଠି ସାଙ୍ଗେ ସାଙ୍ଗେ ଆସିଲି।